ପାଣ୍ଡିଆନଙ୍କ ନାଁରେ ସାଂଘାତିକ ଅଭିଯୋଗ। ଗୋପାଳ ନୁହେଁ ନବଙ୍କୁ ମାରିଛନ୍ତି ପାଣ୍ଡିଆନ। ଏବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ। ବିଜେଡିର ପୂର୍ବତନ ନେତା ତଥା ପୂର୍ବତନ ଆଇଏଏସ୍ ଅଫିସର ଭିକେ ପାଣ୍ଡିଆନଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ପାଣ୍ଡିଆନଙ୍କ ସମ୍ପୃକ୍ତି। ସିଧା ସିଧା ଅଭିଯୋଗ କଲେ ଗୋପାଳ ନୁହେଁ ନବ ଦାସଙ୍କୁ ମାରିଛନ୍ତି ପାଣ୍ଡିଆନ। ତାଳଗଛ ପରି ଦିନକୁ ଦିନ ନବ ଦାସଙ୍କ କାଟତି ବଢ଼ି ବଢ଼ି ଚାଲିଥିଲା। ସେଥିପାଇଁ ଉପାୟ କରି ପାଣ୍ଡିଆନ ତାଙ୍କୁ ମାରିଦେଲେ। ସେପଟେ ଝିଅ ଦୀପାଳି ଟିକେଟ ଲୋଭ ଆଉ ନବୀନଙ୍କ ଡରରେ ମୁହଁ ଖୋଲିଲେନି। ହଁ ଆଜ୍ଞା, ପାଣ୍ଡିଆନଙ୍କ ବିରୋଧରେ ଏପରି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା। ଭିକେ ପାଣ୍ଡିଆନ ଯାହାଙ୍କ ଇସାରାରେ ଦିନେ ବିଜେଡି ନାଚୁଥିଲା, ଏବେ ସେ ଯଦିଓ 24 ନିର୍ବାଚନ ହାରିବା ପରେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଯାଇଥିବା କଥା କହିଛନ୍ତି, କିନ୍ତୁ ଏବେ ବି ପ୍ରଚ୍ଛଦ ପଟରେ ରହି ବିଜେଡିରେ ଗୋଟି ଚାଳନା କରୁଛନ୍ତି ପାଣ୍ଡିଆନ। ତାଙ୍କ ଇସାରାରେ ନାଚୁଛନ୍ତି ନେତା ବିଧାୟକ। ସେଥିପାଇଁ ତ ପାଣ୍ଡିଆନଙ୍କ କଥାରେ ଗୃହରେ ବିଜେଡି ବିଧାୟକମାନେ ହଟ୍ଟଗୋଳ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଠିକ୍ ସେହିପରି ଆଜି ବି ଗୃହ ଚଳାଇ ଦେଲେନି ବିଜେଡି ବିଧାୟକ। ତେଣୁ ପରେ ବିଜେପିର ଜଣେ ବରିଷ୍ଠ ବିଧାୟକ ପଦ୍ମଲୋଚନ ପଣ୍ଡା ସେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି, ଯାହାପରେ ରାଜନୈତିକ ମାହୋଲ ପୁରା ସକ୍ରିୟ ହୋଇ ଉଠିଛି। କାରଣ ପଦ୍ମଲୋଚନ ପଣ୍ଡା ବିଜେଡିର ମୂଳଦୁଆ ଉପରେ ପ୍ରହାର କରିଛନ୍ତି। ଅର୍ଥାତ୍ ସେ ପାଣ୍ଡିଆନଙ୍କ ମୁଣ୍ଡରେ ସାଂଘାତିକ ଦୋଷାରୋପ କରିଛନ୍ତି କି ବିଜେଡିର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ନୁହେଁ ପାଣ୍ଡିଆନ ମାରିଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ପଦ୍ମଲୋଚନ। ତେବେ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଜଣେ ଟାଣୁଆ ନେତା ଯାହାଙ୍କୁ ଦିବାଲୋକରେ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା, ସେ ପୁଣି ଜଣେ କନେଷ୍ଟବଳ ଯିଏକି ତତ୍କାଳୀନ ମନ୍ତ୍ରୀଙ୍କ ଗସ୍ତ ସମୟରେ ଟ୍ରାଫିକ ସୁରକ୍ଷାରେ ଥିଲେ। ଗୋପାଳ ଦାସ ଯିଏକି ନବ ଦାସଙ୍କୁ ହତ୍ୟା କରିଥିଲେ। ଏହି ଘଟଣାକୁ ପାଖାପାଖି 2 ବର୍ଷ ପୂରିଗଲାଣି। ହେଲେ ଏବେ ଯାଏଁ ପ୍ରକୃତ ଦୋଷୀ ବୋଲି ଗୋପାଳକୁ ଧରାଯାଇଥିବା ବେଳେ ବିଜେପି ସରକାର ଆସିବା ପରେ ଏହା ଉପରେ ସିବିଆଇ ତଦନ୍ତ ହେବ ବୋଲି କହିଥିଲେ। ହେଲେ ଏଥିପାଇଁ ଏବେ ଯାଏ ତାଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଆକାରରେ ଦିଆଯାଇନାହିଁ। ଆଉ ତା ଉପରେ ବିଜେପି ବିଧାୟକଙ୍କ ସଙ୍ଗୀନ ଅଭିଯୋଗ ନବ ଦାସଙ୍କୁ ଗୋପାଳ ନୁହେଁ ପାଣ୍ଡିଆନ ମାରିଛନ୍ତି, ଯାହାକି ରାଜନୈତିକ ମାହୋଲକୁ ଆହୁରି ସରଗରମ କରୁଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ବୁକ୍।